हेलो ମୁଁ ଟିଆର 24 ନ୍ୟୁଜ୍ ସ୍ପେଶାଲ ରିପୋର୍ଟର କହୁଥିଲି ସାର୍। हाँ कौन? ଆପଣ ବୈଦିକ ସ୍କୁଲର ଅଭୟ ବାବୁ କି? हाँ 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 କହୁଥିଲି କହ। ସାର୍ ଆପଣଙ୍କର ପାଖେ ଆମର ପାଖେ ଗୋଟେ ଅଭିଯୋଗ ଆସିଛି। ଆପଣଙ୍କର ନାଁରେ ସେ ଥାନାରେ ବି ଗୋଟେ ଅଭିଯୋଗ ହେଇଛି। କାଣା ହେଇଛି କାଣା? ସେ ବୈଦିକ ସ୍କୁଲ ଆଉ ସେ ଇଏ ଶତପଥୀ ଯେନ୍ ଭାରତୀ ଶତପଥୀ ତାଙ୍କର ହଁ ଜମିକୁ ନେଇକିରି ଗୋଟେ ଇଣ୍ଡିକେସନ କାଣା ହେଇଛି ଅଛି। କାଣା ହେଇଛି କହିଲେ ନା ସେ ବୁଝିପାରିଲି। ଜମି ବୈଦିକ ସ୍କୁଲର ସାର୍ ହଁ 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 ଯେନ୍ ତ ଜମି ବୈଦିକ ସ୍କୁଲର ଲଫଡ଼ା ଅଛି ମୋର କାଣା ଅଛି ସେଥିରେ? ତ ମୁଁ ତ ଆପଣଙ୍କର ଏମ୍ପ୍ଲୟି ସ୍କୁଲର ଏମ୍ପ୍ଲୟି ମୁଇଁ ସେଟା ଯଦି ବୈଦିକ ଆଉ ତାର ଭିତରେ ଅଛି ସେଟା ତ ସ୍କୁଲ ଆଉ ତାର ଭିତରେ ପର୍ସନାଲ ଅଲଗା ମ୍ୟାଟର ସେଟା। ଆଜ୍ଞା ମୁଇଁ ତ ସ୍କୁଲର ଏମ୍ପ୍ଲୟି ସାର୍। ସେ କହୁଛନ୍ତି ମୋର କାଣା ପ୍ରଭାବିତ କରବାର ଲାଗି କିଛି ବ୍ୟକ୍ତି ବିଶେଷ ମାଧ୍ୟମରେ ଧମକ ଚମକ ଆଉ ଡ୍ରାଇଭର ଆଉ ମାରପିଟ ବି ହେଇଛେ ଯେନ୍ଟା କି ଅଭିଯୋଗ ଆସିଛେ ଥାନାରେ ବି ହେଇଛେ। ଏ ବାବଦରେ ଆପଣ କାଣା କହିବେ? ନାଇଁ 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 ମୁଇଁ ନାଇଁ ଜାଣି ସାର୍ ଏ ବିଷୟରେ କିଛି। ଆଜ୍ଞା ये सर नहीं କିଛି ଯଦି କାଣା କହୁଛନ୍ତି ଯେ ସେଥିର ବିଷୟରେ ମୁଁ କିଛି ନାଇଁ ଜାଣି। ଯେନ୍ ବୈଦିକ ସ୍କୁଲର ସାମ୍ନାରେ ଯେନ୍ ନି ମାରପିଟ ହେଲା କେ ସାର୍ ଜମି ବାବଦ ନେଇକିରି ମୁଇଁ ନାଇଁ ଜାଣି ସାର୍ ଯଦି ହେଇଥିବା ବୋଲେ ବି ମୁଇଁ ନାଇଁ ଜାଣି। ଆପଣଙ୍କର ନାଁରେ ଥାନାରେ ବି ଅଭିଯୋଗ ହେଇଛେ। କାଁ ବୋଲି ହଉଛି କିଛି ଥାନାରୁ ତ ମତେ ଫୋନ ଫୋନା କିଛି ନିଆ ଆସିକି କିଛି ନାଇଁ ଆସ ତାହେଲେ। ଆଜ୍ଞା ଆଜ୍ଞା ନାଇଁ ସେ ଆମର ପାଖେ ଅଭିଯୋଗ କରିଛନ୍ତି ତ ସେଥିଲାଗି କହିଲି ସାର୍। ହଁ ମୁଇଁ ନାଇଁ ଜାଣି ଯଦି କିଛି ହେଇଛି ବି ତ ମୁଇଁ ଆଜ୍ଞା ନାଇଁ ଜାଣି ସେ ବିଷୟରେ କିଛି ମୁଇଁ ତ ଗୋଟେ ଜଷ୍ଟ ଗୋଟେ ଏମ୍ପ୍ଲୟି ସ୍କୁଲର। ଆଉ ଆଜ୍ଞା ଯେନ୍ ଲଫଡ଼ାଟା ଅଛି ବୈଦିକ ସ୍କୁଲ ଆଉ ତାଙ୍କର ଭିତରେ ଅଛି ତାଙ୍କର ଜମିର କାଣା ଡିମାର୍କେସନ ପ୍ଲାଟ କରିଥିଲେ ସେ ଡିମାର୍କେସନ ହେଇକିରି ଦେଇଛି ଆଜ୍ଞା ସେ ଭିତରେ ତାଙ୍କର ବୈଦିକ ସ୍କୁଲ ଆଉ ତାଙ୍କର ଭିତରେ ଅଛି ମୋର ଭିତରେ କିଛି ଲିଙ୍କ ନାଇଁ। ଆଜ୍ଞା ଆଜ୍ଞା ମୁଇଁ ସ୍କୁଲର ଗୋଟେ ଏମ୍ପ୍ଲୟି ଆଉ ଆଜ୍ଞା ଅଧିକା କିଛି ନାହିଁ।